ज्ञानी जाक जार भक्ति अच्छी से सीना मत बुझ ज ब्राह्मणी मान माग मो सांग मैंने जिते ब्राह्मणी मान मागिले से गोड़ हाथ थय है कूड़ा बांधा को बेल ना किए हांडी धरी धाई किए चटू धरी धाई किए हांडी पतर कागज धरिकी कूड़ा करी धाई ब्राह्मण मान सब बाट गाड़े ब्राह्मण ब्राह्मणी एमती जीवाटा भल नहीं ए ब्राह्मणी माने निज निज गृहस्थ मान स्वामी मान धक्का मारी तले पकई चकुड़ी चाकड़ी मो पाखक काटते मुझे कही स्वागतम महाभागा ब्रजेवा करवाणी स्वागतम सुस्वागतम कही से दिन ब्राह्मणी माने मोर प्रीतिर संपत्ति प्रीतिर तीर्थ मोर प्रेम उठव मोर से प्रेम घनीभूत आबद्धित खणी को मुंडियाटे मारी तथापि उद्धवकर मन पाइले नई बुढ़ी ढोकरी बामनी आनी जाको आम मुंडिया मारी गोटे ज्ञानी लोक बृहस्पति मोर गुरु हौ कौच तो देखा आउ उद्धव शुण श्यामली धवली होते मोर बड़ प्रिय मो ना पड़े खाती ना न पड़े खाती ना हाँ एथर गाय की मुंडे मारे कह ना 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 भाविले मन दे कृष्ण कह नहीं ताकर भल मंद टिके बुझ जमुना सैकतर भल मंद बुझ ताने बाली सहित कथा है ना कौन कि कथा बाली सहित कथा है पत्थर सहित कथा है गछ सहित कथा है हौ हौ आ कौन कह ना गोपी मान भल मंद बुझ आउ कौन कह जो कहूँ से माने आपे निजर भल मंद कहे एमती कथा हो रथ आसी पहुंचीगला जमुना धार रे मधुबन पटे रथ गढ़ई देले आ जमुना पार होला पर जमुनार स्रोत क्षीण थिला किंतु दीप आड़क हिड़ आड़क गोटे जगह कुश बुदा थिला सेटा ता मूलटा आर्द्र थिला रथरे बसी उद्धव शुणिले किए जड़े से भितर कांदुचे ओल्है गले गले से कुश बुदा पाख कान पातिले आ कुश बुदा भितर शब्द आसुथिला कृष्ण गोविंद गोविंद गोपाल नंदलाल 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 हे 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 गोपाल नंदलाल गोविंद गोविंद गोपाल नंदलाल कृष्ण गोविंद गोविंद गोपाल नंदलाल बुझिले कहले अरे ये बाली तो हा कृष्ण कृष्ण हा कृष्ण बोली कांदुची मु कोन कहउतली बाली सहित कथा है बोली अरे बाली तो चेतना जुखुत ये कांदी पारछि हसी पारछि कृष्ण प्रेम रे विभोर धन्य जमुना सैकत धन्य तोर हृदय कंदर दी मुठा बाली उदा बाली नेले मुंडरे लिपि देले कहले मु धन्य हली श्री कृष्ण एठी माटी बाड़ी बाली गोड़ी मध्य कथा कहे आश्चर्य कथा 4 मास लाई गाँव में वर्षा हैनी कृष्ण गला पर तल मुंडरे पानी धार अच्छी किंतु ढीपरे पानी आसला ये निश्चय बाली मानकर छाती फटा को
ଆଉ ଲୁହ ବଡ ଆନନ୍ଦ ଏକବାର ଆଗକୁ ଆଗକୁ ରଥ ଗଲା ଆଉ ରଥରେ ବସିଲେ ନାହିଁ ଉଦ୍ଧବ ଗଲାବେଳେ ଦେଖିଲେ ଦିଟା ଗାଈ ଠିଆ ହେଇଛନ୍ତି ପୁଣି ମନରେ ଦ୍ୱନ୍ଦ୍ୱ ଆସିଲା କାହିଁକି ନା ଆସିଲା ବେଳେ କୃଷ୍ଣ ବ୍ରଜଭୂମିରୁ ଆସିବା ଦିନର ଯୋଉ ଡ୍ରେସ ଯୋଉ ଲୁଗାପଟା ସେଗୁଡାକ ନିଜ ହାତରେ ପିନ୍ଧେଇ ଦେଇଥିଲେ ଉଦ୍ଧବ ଏ ମୟୂର ପକ୍ଷୀଟା ଖୁଞ୍ଚିବ କାରଣ ବ୍ରଜବାସୀ ମାନେ ସବୁ ଏଇ ରୂପରେ ମତେ ଦେଖନ୍ତି ଆଣିଥିବା ଲୁଗାଟା କୁଞ୍ଚ କରି ପୀତବସନ ବନମାଳି ପିନ୍ଧେଇ ଦେଇଛନ୍ତି ନିଜର ପ୍ରସାଦୀ ମାଳାଟା ମଧ୍ୟ ବେକରେ ପକେଇ ଦେଇଛନ୍ତି ଅତଏବ ସିଦ୍ଧାନ୍ତ ଉଦ୍ଧବ ଦୂରରୁ କୃଷ୍ଣଙ୍କ ପରି ହିଁ ଦିଶୁଛନ୍ତି ତେଣୁ ଉଦ୍ଧବ ଭାବିଲେ ମୁଁ କୃଷ୍ଣ ବୋଲି ଭାବି ଏ ମୂର୍ଖ ଗାଈ ଯାକ ମତେ ଚାହିଁ ରହିଛନ୍ତି ଟିକେ ଆଡ଼େଇ ଆଉ ଗୋଟିଏ ଦିଗକୁ ପଳେଇଲେ ଗାଈ ମାନେ କିନ୍ତୁ ମୁହଁ ବୁଲେଇଲେ ନାହିଁ ସେତେବେଳେ ନିଶ୍ଚିତ ହେଇଗଲେ ଯେ କୃଷ୍ଣ ଯିବା ଦିନ ଯୋଉ ଦୂର ଦିଗ୍ବଳୟରୁ ସେ ନିଷ୍ପ୍ରଭ ହେଇଯାଇଥିଲେ ସେଇ ଦିଗକୁ ଗାଈ ମାନେ ଚାହିଁଛନ୍ତି ମୁଁ କୃଷ୍ଣ ନୁହେଁ ବୋଲି ଜାଣିଦେଲେ ଯିବି ପାଖରେ ଦେଖିବି ତାଙ୍କ ଦେହରେ ପ୍ରାଣ ସତ୍ତା ଅଛି ତ ଦେଖିଲେ ନିର୍ଜୀବ ପରି ରହିଛନ୍ତି ପ୍ରସ୍ତର ପରି ରହିଛନ୍ତି ଖାଲି ଚର୍ମ ଢାଙ୍କୁଣୀଟା ଅଛି ଆଖିରେ ଦି ଧାର ଲୁହ ଅଛି ସେଇଦିନ ଥିଲା ଶୁଖି କଳା ଦାଗଟିଏ ପଡ଼ିଛି ଆଉ ଗୋଟେ ବିଚିତ୍ର ଦୃଶ୍ୟ ଉଦ୍ଧବ ଦେଖିଲେ କେରାଏ ଘାସ ଦି ଗାଈର ପାଟିରେ ଅଛି କେରାଏ ଘାସ ଶୁଖି ଯାଇଛି 4 ମାସ ତଳର ଘାସ ବିଜ୍ଞ ଉଦ୍ଧବ ବୁଝିଗଲେ କହିଲେ କି ଗାଈ ମାନେ କୃଷ୍ଣ ଗଲା ଦିନ ଯୋଉ ଘାସ କେରାକ ପାଟିରେ ଥିଲା କୃଷ୍ଣ ଗଲା ପରେ ସେ ଆଉ ଭୋକି ନାହାନ୍ତି ଏହା ସିଦ୍ଧାନ୍ତ ଯେ ତାପରେ ମଧ୍ୟ ଜଳପାନ କରିନଥିଲା ଏହା ସିଦ୍ଧାନ୍ତ ଯେ ତାପରେ କୌଣସି ଖାଦ୍ୟ ଗ୍ରହଣ କରିନଥିବେ ଘାସ ନେଇନଥିବେ ତୃଣ ଘାସ କରିନଥିବେ ଧନ୍ୟ ସାମଳି ଧନ୍ୟ ଧବଳି ଧନ୍ୟ ତୋର କୃଷ୍ଣ ପ୍ରୀତି ମୁଣ୍ଡିଆଟେ ମାରିଲେ ଆସିଲା ବେଳେ କହୁଥିଲେ ମୁଁ ଗାଈ ସହିତ କଥା ହେବି ବାଲିକି ମୁଣ୍ଡିଆ ମାରିଲି ଏବେ ପ୍ରାକ୍ଟିକାଲ ସେଥିପାଇଁ ମୁଁ ଆପଣଙ୍କୁ ଆଗରୁ କହିଥିଲି ବାସ୍ତବ ଜ୍ଞାନ ଅପେକ୍ଷା ଅନୁଭୂତି ଜ୍ଞାନ ସବୁଠୁ ବେଶୀ ବ୍ରାହ୍ମଣ ପିଲାଙ୍କ କଥାରେ ଯୋଉ ବ୍ରାହ୍ମଣ ପିଲା ପାଠ ହଉନି ବୋଲି ଭାବିଥିଲା ତାର ଅନୁଭୂତି ଜ୍ଞାନ ଶାସ୍ତ୍ର ଜ୍ଞାନ ଅପେକ୍ଷା ଅଧିକ ଥିଲା କି ନାହିଁ that is known as experience ଗୋଟେ ଜ୍ଞାନ ଦିଏ ପାଦମେକମ୍ ଗୁରୁ ପ୍ରଦତ୍ତ ଜ୍ଞାନ ତୃତୀୟ ପାଦମେକମ୍ ଶିଷ୍ୟସ୍ୟ ଧୀଶକ୍ତି ବଳେନ च ତୃତୀୟ ପାଦମେକମ୍ ଗୁରୁ ବ୍ରାହ୍ମଣ ଦେବତା ସେବନ च ଚତୁର୍ଥ ପାଦମେକମ୍ କାଳଂ ଦଦତି ସର୍ବଦା ଭାଗବତ ଯଦି 4 ପଦ ଜ୍ଞାନ ଅଛି ତାହେଲେ ଗୋଟିଏ ପାଦ ଗୁରୁଙ୍କ ଦ୍ୱାରା ପ୍ରାପ୍ତ ହେବ ମାନେ ଶୁଣୁଛୁ ଏଇଭଳି ଶୁଣିକି ପ୍ରାପ୍ତ ହେବ ସରିଲା ନାହିଁ ଗୁରୁ ଦେବତା ବ୍ରାହ୍ମଣଙ୍କର ସେବାରେ ଆଉ ଗୋଟିଏ ପାଦ ମିଳିବ ଶିଷ୍ୟ ତାର ଧୀଶକ୍ତି ବଳରେ ଆଉ ପାଦେ ପାଇବ 3 ପାଦରେ କଥା ସରିଲା ଆଉ ଚତୁର୍ଥ ପାଦମେକମ୍ କାଳଂ ଦଦତି ସର୍ବଦା ଦଦାତି କାଳ ଦବ ସମୟ ଦବ that is known as experience ସମୟ ଦବ କହିଲି ଖାଲି ବସିଲେ ଦବନି ଏକ୍ସପିରିଏନ୍ସ ଦ୍ୱାରା ଅନୁଭୂତି ଦ୍ୱାରା ଦବ ଏବେ ଉଦ୍ଧବଙ୍କର ଅନୁଭୂତି ଟିକେ ଦ୍ରବୀଭୂତ ହେଇଗଲା ବ୍ରାହ୍ମଣ ଶାସନରେ ମୁଣ୍ଡିଆଟେ ମାରିଲେ ଏ ଗାଈର ଖୁରାରୁ ବାଲି ଟିକେ ନେଇ ମୁଣ୍ଡରେ ପକେଇଲେ ଧନ୍ୟ ସାମଳେ ଧନ୍ୟ ଧବଳି ଧନ୍ୟ ତମର କୃଷ୍ଣ ପ୍ରୀତି ଆରେ କୃଷ୍ଣ ଯିବା ପରେ ତମକୁ ପଶୁ ବୋଲି କିଏ କହୁଛି ବିଜ୍ଞ ପଣ୍ଡିତ ମାନେ ମଧ୍ୟ ଏତେ ପ୍ରେମର ରସ ଧାରାରେ ଦ୍ରବୀଭୂତ ହୁଅନ୍ତି ନାହିଁ ଅଥଚ ତୁମେ ମାନେ କୃଷ୍ଣ 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 ବୋଲି
ଝୁରି ଝୁରି ଆଉ କାନ୍ଦି ବି ପାରୁନା, ଆଖିରେ ଲୁହ ନାହିଁ, ଖାଦ୍ୟ ନାହିଁ, ଜୀବିତଙ୍କ ଟେନସନ କେବଳ। ବ୍ରାହ୍ମଣ ଶାସନ ମୁହଁରେ ମୁଣ୍ଡିଆଟେ ମାରିଲେ, କହିଲେ ମୁଁ ଆଉ ପରୀକ୍ଷା କରିବିନି, ମୋର ଆଉ ସନ୍ଦେହ ନାହିଁ, ପ୍ରକୃତରେ ଭୂମି ପ୍ରେମର ଭୂମି, ପ୍ରକୃତ ଭୂମି ବ୍ରଜଭୂମି। ତେଣୁ ସେ ଆସିଥିଲେ କୃଷ୍ଣ 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 ହେଇ ଡାକି ଡାକି ଏବେ ବ୍ରଜେଶ୍ୱରୀ ରାଧା ରାଣୀଙ୍କ କଥା ସ୍ମରଣ କଲେ। ଗଲେ ଗାଁର ଛକି ପାଖକୁ, ଚାରି ଛକି ଯାକ, ଚାରିପଟେ ଛକ ଅଛି। ଗାଁ ଭିତରକୁ ଗଲେ କେତେ ପଡା, କାହାକୁ ଗୋଟେ ପଚାରିବ କଣ ନନ୍ଦରାଜାର ଘରଟା କୋଉଠି। ଗୋଟେ ଗୋପୀ କଳସୀଟିଏ ଧରି ପାଣି ଆଣିବାକୁ ଯାଉଥିଲା ଯମୁନା। ଉଦ୍ଧବ ପଚାରିଲେ, ଗୋପୀ ନନ୍ଦରାଜାର ବାଡି କୋଠାଏ ଗୋ, ନନ୍ଦରାଜାର ଘର କୋଉଟା? ସେ ଗୋପୀ କହିଲା, তুমি কি মথুরা থেকে এসেছ? মথুরাରୁ ଆସିଛ କି? হতবাক হয়ে গেল উদ্ধব। କହିଲେ ଆରେ ମୁଁ ଆସିଲା ବେଳେ ତ ଖଣ୍ଡେ ଚିଠି ପ୍ରଭୁ ଦେଇଥିଲି, ସେତେବେଳେ କହିଥିଲେ ତୁମେ ଚିଠିଟା ପଢିଦବ। ନା କାହିଁକି? ନା ମୋ ଗୋପୀ ମାନେ ସବୁ ଅନପଢ, ଟିପ ମାରିବା ଗୋପୀ ସେମାନେ, ପାଠ ସାଠ କିଛି ଜାଣନ୍ତି ନାହିଁ, ସେମାନେ ଗୋଟିଏ ପାଠ ଜାଣନ୍ତି ମୁଁ। ଆଉ ସାବଧାନ, ଯଦି ଚିଠି ପଢିଲା ବେଳେ ଆକାର ଉକାର କିଛି ମାତ୍ରା ଭୁଲରେ ପଢିଦବ, ତମ ପିଠିଟା ପୁରା ଛାଞ୍ଚୁଣି ମୁଣ୍ଡରେ କୋଠକୁ ନେଇଯିବ, ବାଡେଇ ବାଡେଇ ତମ ପ୍ରାଣ ଖାଇଦେବେ। ସାବଧାନ, ମୋ ପ୍ରାଣର ପରିଭାଷା ସେମାନେ ବୁଝନ୍ତି। ଇଏ ଲିଖନ ଅପେକ୍ଷା ଅନୁଭୂତିକୁ ତାଙ୍କ ଅଧିକ ପ୍ରାଧାନ୍ୟ ଦିଅନ୍ତି। ଉଦ୍ଧବ ମନେ ପଡିଲା, କହିଲେ ଆରେ ସତ କଥା ତ, ଇଏ ଅନପଢ ଗୋପୀ କଣ ସର୍ବଜାନ ଭଳିଆ କହୁଛି ତମେ ମଥୁରାରୁ ଆସିଥିଲ କି? ମୁଁ ଗାଁ না কেউ জানিলা রে? বলা ও গোপী কেমন করে জানতে পারলাম গো আমি মথুরা থেকে এসেছি? মথুরাରୁ ଆସିছি ବୋଲି ତମେ କେମିତି ଜାଣିଲ? ଗୋପୀ କହୁଛି, যে মথুরাରୁ আসে সেই নন্দরাজার ঘর খোঁজে। তো ভালো করে তুমি উঠো, ভালো করে তুমি আয় গো, উঠো ভালো করে তুমি আয়, ভালো করে তুমি আয়। সুবর্ণ ମୋ ନାଁ ଜାଣିଲା? ହେଲା ଗୋପୀ, ତମେ ମୋ ଗାଁ କେମିତି ଜାଣିଲ? ପୁଣି ମୋ ନାଁ ଜାଣିଲ? କଣ ବିଦ୍ୟା ବିଦ୍ୟା ସାଧନ କରୁଛ କି? ଗୋପୀ କହୁଛି, ବୃହସ୍ପତି ପ୍ରାୟ ଗୁରୁ ତୁମ୍ଭେ ସାମାନ୍ୟ ବିଦ୍ୟା ଜାଣି ନ ପାରିଲ। ବୃହସ୍ପତି ପ୍ରାୟ ଗୁରୁ ତୁମ୍ଭେ କର, ସାମାନ୍ୟ କଥା ଜାଣି ନ ପାରିଲ।
ভালো করে তুমি ଗୋପୀକୁ ଆହୁରି ଆଶ୍ଚର୍ଯ୍ୟ କଲାଣି ମୋ ଗାଁ ନା ଜାଣିଲା ମୋ ନା ଜାଣିଲା ପୁଣି ମୋ ଗୁରୁ ନା ଜାଣିଲା କି ଆଶ୍ଚର୍ଯ୍ୟ ବିଦ୍ୟା କହିଲା ଗୋପୀ ତମ ତନ୍ତ୍ର ମନ୍ତ୍ର କଣ ଜାଣିଛ କି ଗୋପୀ କହିଲା ନାହିଁ ଗୋ ତନ୍ତ୍ର ମନ୍ତ୍ର କିଛି ନାହିଁ ଏ ଗାଁକୁ ଯେତେ ଆସନ୍ତି ନନ୍ଦରାଜାର ଘର ଖୋଜନ୍ତି ସେମାନେ ସବୁ ମଥୁରାରୁ ଆସନ୍ତି ନା କେମିତି ନା ମୁଁ ହଉଛି ସେ ହତଭାଗୀ ଗୋଟେ ବିଶ୍ୱସ୍ତ ନିହାତି ଥିଲା ମୁଁ ଜାଣିପାରିଲି ନାହିଁ ପ୍ରଜାଘର କୋଉଟା ବୋଲିବାରୁ ମୁଁ ଦେଖେଇ ଦେଇଥିଲି ଆମ ଭାଗ୍ୟ ଭଲ ଆମ ପିଲା ବଞ୍ଚିଗଲା ସେ ମରିଗଲା ସେଇଦିନରୁ ଯେତେ ଯେତେ ସବୁ ଆସିଛନ୍ତି ମଥୁରାରୁ ଆସିଛନ୍ତି ନନ୍ଦରାଜାର ଘର ମୋ ଅନୁଭୂତିରୁ ମୁଁ କହୁଛି ଅନ୍ୟ ଗାଁର କିଏ ଆସିନାହିଁ ଉଦ୍ଧବ ପଚାରିଲେ ଅନ୍ୟ ଗ୍ରାମର କେହି ଆସନ୍ତି ନାହିଁ କି ନା କେହି ଆସନ୍ତି ନାହିଁ ଆଉ ଯେ ବି ଆସନ୍ତି ଇଏ ଜଳଧାରାକୁ ପଚାରି ନନ୍ଦରାଜାର ଘର ଯାଆନ୍ତି ନା କଣ ନା ହଁ ତମେ ଗାଁ ଦାଣ୍ଡରେ ଗୋଟେ ପାଣି ଧାରା ଦେଖୁନ ନା ହଁ ଦେଖୁଛି ତ ତା ସହିତ କଥା ହେଇକି ପଳେଇ ଯାଆନ୍ତି କହିଲା ଛିଞ୍ଚାଣ ବେଗରେ ପଳେଇଲା ଉଦ୍ଧବ କହିଲେ କଣ ଇଏ ପାଗିଲିଟା ନା କଣ ପାଣି ସହିତ କଥା ହେଇକି ଲୋକେ ଯାଆନ୍ତି କଣ କଥା ନା ତମେ ଯାଅ ଜଳର ଧ୍ୟାନ ଗୋପୀ ବୁଲିକିରି କହୁଛି ଏଇ ଉଦ୍ଧବ ଜଳକୁ ପଚାରିବ ସେ କୋଉଠୁ ଆସୁଛି 4 ମାସ ହେଲା କୃଷ୍ଣ ଗଲା ପରେ এই গাঁরে বর্ষা নাই অতএব সিদ্ধান্ত ইয়ে বর্ষা বারিধারা নয় আমি অনপড় হেলে মধ্য স্নান উদ্ভূত জল বাসন ধৌত জল আমি গ্রাম দাণ্ডকু ছাড়ু না কারণ এই দাণ্ড হচ্ছে রাজদাণ্ড ভগবান এই দাণ্ডরে যাতে ভগবতী দাণ্ডরে প্রতিদিন বুলନ୍ତି এই দাণ্ডরে পিতৃপুরুষ মানে আসନ୍ତି এই দাণ্ডକୁ ତୁଳସୀ ଚଉରାରେ ସଞ୍ଜ ପ୍ରତିଟି ଆମେ ଦେଇଥାଉ ଏ ଦାଣ୍ଡ ଦେବତାର ଦାଣ୍ଡ ତେଣୁ ଆମେ କୌଣସି ଉଚ୍ଛିଷ୍ଟ ଏ ଦାଣ୍ଡକୁ ଛାଡୁନାହୁଁ ତା ସତ୍ତ୍ୱେ ଯଦି ଜଳଧାରା ଆସୁଛି ଯାଅ ପଚାରିବ କିଏ କହିବ ତଥାପି ବୁଝିପାରିଲେନି ଜଳଧାରାର କରେ 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 ଗଲେ ଗୋଟିଏ ଘର ଭିତରୁ ଆସୁଥିଲା ଜଳଧାରା ଏବେ ବୁଝିଗଲେ ଇଏ ଜଳଧାରା যা ঘর আসুଛି সেটা নন্দকর ହେଇଥିବ କାହିଁକି ନା ତାଙ୍କ ପରି ଦେଖାଯାଉଥିବା ଜଣେ ଅଗଣାରେ ବସିଛନ୍ତି ମୁଣ୍ଡଟା ଦୁଶୁଛି 2 ଆଣ୍ଠୁ ଭିତରେ ତେଣୁ 3ଟି ମୁଣ୍ଡ ପରି ଦେଖାଯାଉଛି ଛୋଟ ମୁଣ୍ଡ 2ଟା ବଡ଼ ମୁଣ୍ଡ ଗୋଟେ 2 ହାତରେ 2 ଗୋଡ଼କୁ ଜାବୁଡ଼ି ଧରିଛନ୍ତି ଯେ ଅନୁମାନରେ ସେ ନନ୍ଦ ହେଇଥିବେ ଚଉତରା ଉପରେ ବସିଗଲେ ରଥଟା ସେଇଠି ରଖିଦେଲେ ଆଉ ଘରକୁ ଯିବାକୁ ସାହସ ହେଲା ନାହିଁ କାହିଁକି ଯିବି ମଡ଼ ଗୋଟେବାକୁ ଯିବି ଆରେ ଏଠି ନିସ୍ତବ୍ଧ ପାଣି ଖାଲି ବାହାରୁଛି ସେ ଘରୁ କିଛି ସମୟ ପରେ ଚେତା ଆସିଲା ଉଦ୍ଧବଙ୍କର ନନ୍ଦ ଆସି ପିଠିରେ ହାତ ମାରିଲେ କହିଲେ ଉଦ୍ଧବ ଏ ଉଦ୍ଧବ ତୁ ଘର ପିଲାଟାରେ ଆ ଆ ଆ ତୋ ବାପା ତୋର ବାପା ରୋଷେଇ ବାପା ମୋ ବାପା ସବୁ ଭାଇ ଭାଇରେ ଆମେ ବୈଶ୍ୟ ଜନନୀର କୋଳରୁ ଆସିଲୁ ବୋଲି ବୈଶ୍ୟ ବୃତ୍ତି କରୁ ତୁମେ କ୍ଷତ୍ରିୟ ହେଲା ଆସ ଆସ ଘରକୁ ଆସ ଘରକୁ ଗଲେ ଆସନଟିଏ ଦେଲେ ଅଗଣାରେ ନଥ କରି ଜଣେ ହତାଶ ମଣିଷ ବସି ପଡ଼ିଲା ପରେ ନନ୍ଦ ବସି ପଡ଼ିଲେ ପଚାରିଲେ ଉଦ୍ଧବ ମୁଁ ଶୁଣୁଥିଲି କୃଷ୍ଣ ପାଠ ପଢ଼ି ଯାଇଥିଲେ ବୋଲି ଭଲରେ ପାଠ ପଢ଼ି ଫେରିଲେ ନା ଉଦ୍ଧବ କହିଲେ ହଁ ବାପା ଫେରିଲେ ଆରେ ଉଦ୍ଧବ ମୁଁ ଆସିଲା ବେଳେ ମୋ କୃଷ୍ଣ କହିଲା ମୋ କାମ ସରିଲେ ତମ ପଛେ ପଛେ ଆସୁଛି ବୋଲି